ଆଜି ଆପଣମାନଙ୍କୁ ଗୋଟେ ବଢିଆ ବିଷୟ କହିବି ଯୋଉଟା ଆପଣମାନଙ୍କୁ ବହୁତ କାମରେ ଆସିବ। ତ ଭିଡିଓ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ କଣ ମୁଁ କହୁଛି ଆଉ ତାହା ଶୁଣନ୍ତୁ ଆଉ କାମରେ ଆସୁଛି ନା ନାହିଁ ଆଉ ମାନେ କହିବେ। ତ ନମସ୍କାର ସମସ୍ତଙ୍କୁ, ଆଶା କରେ ସମସ୍ତେ ଭଲରେ ଥିବେ, ଖୁସିରେ ଥିବେ ପ୍ରଭୁଙ୍କ ଆଶୀର୍ବାଦ ଆଉ ଅନୁଗ୍ରହରୁ। ତ କାଲି ଆମେ ପଢିଥିଲେ ମାଥ୍ୟୁ ଲିଖିତ ସୁସମାଚାର 1 ପର୍ବ ଆଉ ଯୋଉଟା କି ଥିଲା 1 ରୁ 25 ପର୍ଯ୍ୟନ୍ତ। ଆଉ ଆଜି ଆମେ ପଢିବା ମାଥ୍ୟୁ ଲିଖିତ ସୁସମାଚାର 2 ପର୍ବ କେତେ ପର୍ଯ୍ୟନ୍ତ ଅଛି ଚାଲନ୍ତୁ ଦେଖିବା। ଆଉ ଏଇଟା 2 ପର୍ବ 1 ରୁ 23 ଯାଏଁ ଅଛି। ଆମେ 1 ରୁ 12 ପର୍ଯ୍ୟନ୍ତ ପଢିବା 2 ପର୍ବ। ହେରୋଦ ରାଜାଙ୍କ ସମୟରେ ଜିହୁଦା ପ୍ରଦେଶର ବେଥଲେହେମରେ ଯୀଶୁଙ୍କ ଜନ୍ମ ହେବା ପରେ ଦେଖ, ପୂର୍ବ ଦେଶରେ କେତେକ ପଣ୍ଡିତ ଜେରୁସାଲେମକୁ ଆସି କହିଲେ, ଯିହୁଦୀମାନଙ୍କର ଯେଉଁ ରାଜା ଜନ୍ମଗ୍ରହଣ କରିଅଛନ୍ତି ସେ କେଉଁଠାରେ? କାରଣ ଆମ୍ଭେମାନେ ପୂର୍ବ ଦେଶରେ ତାହାଙ୍କ ତାରା ଦେଖି ତାହାଙ୍କୁ ପ୍ରଣାମ କରିବାକୁ ଆସିଅଛୁ। ଏହା ଶୁଣି ହେରୋଦ ରାଜା ଓ ତାଙ୍କ ସହିତ ସମୁଦାୟ ଜେରୁସାଲେମ ନିବାସୀ ଉଦ୍ବିଗ୍ନ ହେଲେ। ପୁଣି ସେ ଲୋକମାନଙ୍କ ସମସ୍ତ ପ୍ରଧାନ ଯାଜକ ଓ ଶାସ୍ତ୍ରୀଙ୍କୁ ଏକତ୍ର କରି ଖ୍ରୀଷ୍ଟ କେଉଁଠାରେ ଜନ୍ମଗ୍ରହଣ କରିବେ ତାହା ସେମାନଙ୍କ ଠାରୁ ବୁଝି ନେବାକୁ ଚେଷ୍ଟା କଲେ। ସେମାନେ ତାଙ୍କୁ କହିଲେ, ଜିହୁଦା ପ୍ରଦେଶର ବେଥଲେହେମରେ, କାରଣ ବାହୁବାଦୀଙ୍କ ଦ୍ୱାରା ଏପରି ଲେଖା ଅଛି, ଆଉ ଗୋ ଜିହୁଦାଙ୍କ ପ୍ରଦେଶର ବେଥଲେହେମ, ତୁ ଜିହୁଦାର ପ୍ରଧାନ ନଗର ସମୂହ ମଧ୍ୟରେ କୌଣସି ପ୍ରକାରେ କ୍ଷୁଦ୍ରତମ ନୁହଁ, କାରଣ ଯେ ଆମର ଇସ୍ରାଏଲ ଲୋକମାନଙ୍କୁ ପ୍ରତିପାଳନ କରିବେ ଏପରି ଜଣେ ଶାସନକର୍ତ୍ତା ତା ଠାରୁ ଉତ୍ପନ୍ନ ହେବେ। ତାପରେ ହେରୋଦ ପଣ୍ଡିତମାନଙ୍କୁ ଗୋପନରେ ଡାକି ସେହି ତାରା କେଉଁ ସମୟରେ ଦେଖାଗଲା ଏହା ସେମାନଙ୍କ ଠାରୁ ସୂକ୍ଷ୍ମ ରୂପେ ବୁଝି ନେଲେ। ପୁଣି ସେ ସେମାନଙ୍କୁ ବେଥଲେହେମ ପଠାଇ କହିଲେ, ଆପଣମାନେ ଯାଇ ସେହି ଶିଶୁଙ୍କ ସମ୍ବନ୍ଧରେ ସୂକ୍ଷ୍ମ ରୂପେ ଅନୁସନ୍ଧାନ କରନ୍ତୁ ଆଉ ସନ୍ଧାନ ପାଇଲା କ୍ଷଣି ଆମକୁ ସମ୍ବାଦ ଦିଅନ୍ତୁ, ଯେପରି ଆମ୍ଭେ ମଧ୍ୟ ଯାଇ ତାହାକୁ ପ୍ରଣାମ କରିବା। ସେଥିରେ ସେମାନେ ରାଜାଙ୍କ କଥା ଶୁଣି ଚାଲିଗଲେ। ଆଉ ଦେଖ, ସେମାନେ ପୂର୍ବ ଦେଶରେ ଯେଉଁ ତାରା ଦେଖିଥିଲେ ତାହା ସେମାନଙ୍କ ଆଗେ ଆଗେ ଯାଇ ଯେଉଁଠାରେ ଶିଶୁ ଥିଲେ ଶେଷରେ ସେହି ସ୍ଥାନ ଉପରେ ସ୍ଥଗିତ ହେଲା। ସେମାନେ ତାରା ଦେଖି ମହାନନ୍ଦରେ ଅତିଶୟ ଆନନ୍ଦିତ ହେଲେ। ଆଉ ଗୃହ ଭିତରକୁ ଯାଇ ଶିଶୁଙ୍କୁ ତାହାର ମାତା ମରିୟମଙ୍କ ସଙ୍ଗରେ ଦେଖିଲେ ଓ ତାହାଙ୍କ ଭୂମିଷ୍ଠ ପ୍ରଣାମ କଲେ। ପୁଣି ଆପଣା ଆପଣା ପେଡ଼ି ଫିଟାଇ ସୁନା କୁନ୍ଦୁରୁ ଓ ଗନ୍ଧରସ ତାହାଙ୍କୁ ଦର୍ଶନୀ ଦେଲେ। ପରେ ହେରୋଦଙ୍କ ନିକଟକୁ ବାହୁଡ଼ି ନ ଯିବାକୁ ସ୍ୱପ୍ନରେ ପ୍ରତ୍ୟାଦେଶ ପାଇ ସେମାନେ ଅନ୍ୟ ପଥ ଦେଇ ସ୍ୱଦେଶରେ ପ୍ରସ୍ଥାନ କଲେ। ପ୍ରଭୁ ପଢିତ ବାକ୍ୟ ଦ୍ୱାରା ଆଶୀର୍ବାଦ କରନ୍ତୁ ଆମମାନଙ୍କୁ ଏବଂ ଯିଏ ବି ଭିଡିଓକୁ ଦେଖୁଅଛି ସେମାନଙ୍କୁ। ତ ଆମେ ଆଜି ପଢିଲେ ମାଥ୍ୟୁ ଲିଖିତ ସୁସମାଚାର 2 ପର୍ବ 1 ଅଧ୍ୟାୟରୁ 12 ପର୍ଯ୍ୟନ୍ତ, ଆଉ ବାକି କାଲି ପଢିବା। ଆଉ ଏଠାରେ ତ ଲେଖା ଅଛି ଯେ ଯେତେବେଳେ ଯୀଶୁ ଜନ୍ମ ହଉଛନ୍ତି ହେରୋଦ ରାଜା ବହୁତ ଚିନ୍ତାରେ ପଡିଅଛନ୍ତି ଯେ ମୁଁ ଗୋଟେ ରାଜା ଆଉ ମୋଠୁ ବି ଶକ୍ତିଶାଳୀ ଆଉ ଜଣେ କିଏ ଜନ୍ମ ହଉଛି ବୋଲିକି ସେ ତାଙ୍କର ହୃଦୟରେ ଡର ରହୁଛି। ତ ସେ କାହାକୁ ନ ଜଣେଇକି ସେମାନଙ୍କୁ ତାଙ୍କର ଲୋକମାନଙ୍କୁ କହୁଛନ୍ତି, ଯାଅ ସେଠାରେ ଦେଖ କିଏ କୋଉଠି ଜନ୍ମ ହେଇଛି, ଆଉ ଯଦି ତମେ ମାନେ ପାଉଛ ତାହେଲେ ମତେ ଧୀରେ ଆସି କୁହ। ଭୟ ରହୁଛି। ତ ଆପଣ ମାନେ ତ ଏସବୁ ଜାଣିଥିବେ, ଆଗକୁ ଆହୁରି ଭିନ୍ନ ଭିନ୍ନ ବିଷୟ ଜାଣିବା ପଢିବା। ତ ମୁଁ ଆପଣ ମାନଙ୍କୁ କହିବାକୁ ଚାହୁଁଛି ଗୋଟେ କଥା ଯୋଉଟା କି ମୁଁ ଫାଷ୍ଟରୁ କହୁଥିଲି ଯେ କିଛି ଗୋଟେ ଅଲଗା ବିଷୟ କହିବି। ତ ଆଜି ଅଫିସରେ ଥିଲା ବେଳେ ମୋର ମ୍ୟାନେଜରଙ୍କ ସହିତ କିଛି ଯୁକ୍ତି ତର୍କ ହେଇଗଲା, ପାଟିତୁଣ୍ଡ ହେଇଗଲା। ହୁଏତ ଆଉ ମୋ ପାଟିରୁ କିଛି ସେଇଭଳି କଥା ବାହାରିଲା ଯୋଉଥିପାଇଁ ଆଉ ସେ ଖରାପ ଭାବିଥିବେ, କିନ୍ତୁ ମତେ ଲାଗୁଥିଲା ଆକ୍ଚୁଆଲିରେ ମୁଁ ଯୋଉଟା କଲି ଠିକ, କିନ୍ତୁ ତାଙ୍କ ଦୃଷ୍ଟିରୁ ଦେଖିବାକୁ ଗଲେ ସେଇଟା ଭୁଲ। ଆମେ ମାନେ ଯଦି ନିଜ ଭୁଲକୁ ଜାଣିପାରିବା ତାହେଲେ ଲାଇଫଟା ଏତେ ସୁନ୍ଦର ହେଇଯିବ। ଆପଣ ମାନେ ନିଜେ ଆଉ ଦେଖନ୍ତୁ, এই ବିଷୟକୁ ଏକ୍ସପ୍ଲୋର କରନ୍ତୁ ଯେ ସବୁ ବିଷୟରେ ଆଉ ଝଗଡା ହଉ କି କୌଣସି ବିଷୟ ହଉ, ମିସଅଣ୍ଡରଷ୍ଟାଣ୍ଡିଂ ହଉ, ଆପଣ ପ୍ରଥମେ ନିଜକୁ ଦେଖନ୍ତୁ, ମୁଁ ଯାହା କଲି ସେଟା ଠିକ କି ମୋ ଦ୍ୱାରା କିଛି ଭୁଲ ହେଲା କି। ନିଜ ଦୋଷକୁ ଯଦି ଆପଣ ଜାଣିପାରିବେ ତାହେଲେ ବହୁତ ସୁନ୍ଦର ଭାବରେ ଆପଣ ଜୀବନ ଯାପନ କରିପାରିବେ ଯେକୌଣସି ସିଚୁଏସନରେ। ସେଇଟା ହିଁ କହିବାର ଥିଲା। ଆଶା କରେ ଆଜିର ବାକ୍ୟ ଆପଣମାନଙ୍କୁ ବହୁତ ଭଲ ଲାଗିବ
ଆଉ ଯଦି ଭଲ ଲାଗିବ ଲାଇକ୍ ସେୟାର ସବସ୍କ୍ରାଇବ ନିଶ୍ଚୟ କରିଦେବେ। ଆଉ ଆସନ୍ତୁ ଆଜିର ଆଉ ଅଳ୍ପ କିଛି ସମୟ ପ୍ରଭୁଙ୍କର ଆରାଧନା ପାଇଁ ଛୋଟ ଗୀତ ଟିକେ ଗାଇବା। ସତ୍ୟ ସନାତନ ମଙ୍ଗଳମୟ ଯୀଶୁ ରାଜନ ସତ୍ୟ ସନାତନ ତୁମ ଆରାଧନା କରିବାକୁ এই মন মোর নিশি যাবো তোমার চোরে করিবাই হে মঙ্গলময় যীশু রাজন তুমি অনাশ্বর সত্য ଆଶା କରେ ଆଜିର ଗୀତ ଆଉ ପ୍ରଭୁଙ୍କର ବାକ୍ୟ ଆପଣମାନଙ୍କୁ ଭଲ ଲାଗିଥିବ। ଆଉ କାଲି ମଧ୍ୟ ସେ ଠିକ୍ ଏହିପରି ହିଁ ଆମେ ମାନେ କରିବା ଆଉ ଏହିପରି ହିଁ ଆଗକୁ ବଢ଼ିବା।